ଦେଖନ୍ତୁ ଏଇଭଳି ଖବରଟା ଆପଣ ଦେଖୁଥିବେ କି ବଡ଼ ନ୍ୟୁଜ୍ ପଢ଼ିଲେ ପ୍ରଦୀପ ନାନା ପ୍ରକାର କଥା ଆସୁଛି। ଦେଖନ୍ତୁ ଏଇଭଳି କଥା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ। ଥରେ ଭାବନ୍ତୁ କି ବିଜେଡ଼ିର ବରିଷ୍ଠ ନେତାମାନେ ଦମ୍ ଦେଖି କହୁଛନ୍ତି କି ବିଜେଡ଼ି ସମ୍ପର୍କରେ 14 ଜଣ ବିଜେପି MLA ଅଛନ୍ତି, ଏତେ ଦମ୍ର କହୁଛନ୍ତି। ଥରେ ଭାବନ୍ତୁ ବିଜେପିର କେଉଁ 14 ଜଣ MLA ଲିଙ୍କରେ ଅଛନ୍ତି, ପୁଣି ଏମାନେ କହୁଛନ୍ତି ଯେଉଁମାନେ ବିଜେଡ଼ି ଛାଡ଼ି ଯାଇଥିଲେ ସେମାନେ ଆମ ସହିତ ଭଲରେ ଲିଙ୍କ ଅଛନ୍ତି। ତ ଏଇଭଳି ଖବର ଏମାନଙ୍କର ଆହୁରି ଚର୍ଚ୍ଚାକୁ ଦିପାତ ବଢ଼େଇ ଦେଉଛି। ଯେମିତି ଆପଣ ଦେଖୁଥିବେ ନିକଟରେ ଅତନୁ ସବ୍ୟସାଚୀ କହିଥିଲେ କି ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ, ଠିକ୍ ଅଛି। ତା ଛଡ଼ା ଆପଣ ଦେଖୁଥିବେ ପ୍ରଦୀପ ପାଣିଗ୍ରାହୀ କହୁଛନ୍ତି କି ମୁଁ ଏବେ ବି ବିଜେଡ଼ିରେ ଅଛନ୍ତି, କେଉଁ ଜାଗାରେ ଏମିତି ବି ଭାଷଣ ମାରି ଦେଉଛନ୍ତି, ବୁଝିପାରୁଛନ୍ତି ନା ନାହିଁ। ଆଉ ଥରେ ଭାବନ୍ତୁ ଏଇ ଚାଟୁକାର ନେତା ଯିଏ ଦିନେ ନବୀନଙ୍କର ଡାହାଣ ହାତ ଥିଲେ, ସିଏ ରାଜନୀତିରେ କିଛି ବି କରିପାରନ୍ତି। କାରଣ ଆପଣ ଦେଖୁଥିବେ କୁହାଯାଉଛି କି ଆଙ୍କୁ ଆଉ ବିଜେପିରେ ଏତେ ସମ୍ମାନ ମିଳୁନାହିଁ, ତେଣୁ ସେ ଉପମୁଖ୍ୟମନ୍ତ୍ରୀ ପଦ କି ଗୋଟେ ମନ୍ତ୍ରୀ ପଦ ପାଇଁ ବିଜେଡ଼ିକୁ ନ ପଳାଇ ଆସିବେ କିଏ କହୁଛି, କିଏ କହିପାରିବନି, ଠିକ୍ ଅଛି। ତା ଛଡ଼ା ଆପଣ ଜାଣି ରଖିବା ଦରକାର କି ଯଦି ପ୍ରଦୀପ ପାଣିଗ୍ରାହୀ କେତେ ଜଣ MLAକୁ ଧରିକି ନବୀନ ସହିତ ହାତ ମିଳେଇ ଦେବେ, ତଥାପି ସରକାର ଗଢ଼ି ହେବନି। ଗଢ଼ିବା ପାଇଁ ସରକାର ପୂର୍ଣ୍ଣାଙ୍ଗ ମେଣ୍ଟ ସରକାର ଗଢ଼ିବା ପାଇଁ କଂଗ୍ରେସ ସହିତ ବି ହାତ ମିଳେଇବାକୁ ପଡ଼ିବ, ଠିକ୍ ଅଛି। ଆପଣ ତ ଜାଣିଥିବେ କି ଆଜିକାଲି ଏଇଟା ବି ମଧ୍ୟ ଚର୍ଚ୍ଚା ହେଉଛି କି ନବୀନ ଧରିବେ ରାହୁଲଙ୍କ ହାତ। ତ ଭାବନ୍ତୁ ଯଦି ନବୀନ ରାହୁଲ ଏବଂ ପ୍ରଦୀପ ପାଣିଗ୍ରାହୀ କିଛି MLA ଆଣିକି ସରକାର ଗଢ଼ିଦେବେ ତ ନିଶ୍ଚିତ ଏକ ପୂର୍ଣ୍ଣାଙ୍ଗ ମେଣ୍ଟ ସରକାର ହେବ। ତା ଛଡ଼ା ଆପଣ ଦେଖୁଥିବେ କଂଗ୍ରେସ ସେ ଚାହିଁବ କି ମେଣ୍ଟ ସରକାରରେ ସାମିଲ ହେବା ପାଇଁ, କାରଣ ସିଏ ବିଜେପିର ପୁରା ବିରୋଧୀ, ଠିକ୍ ଅଛି। ଦେଖନ୍ତୁ ରାଜନୀତିରେ କିଛି ବି ସମ୍ଭବ, ଆମେ ଏମିତି କିଛି ଗ୍ୟାରେଣ୍ଟି କହିପାରିବାନି କି ପୂର୍ଣ୍ଣାଙ୍ଗ ମେଣ୍ଟ ସରକାର ହେବ କି ନାହିଁ। ତ ଦେଖାଯାଉ ଭବିଷ୍ୟତରେ କ'ଣ ହେଉଛି। ତ ମୁଁ ଏଇଠି ଟପିକ୍କୁ ଶେଷ କରୁଛି। ଟପିକ୍ଟା ଆପଣଙ୍କୁ କେମିତି ଲାଗିଲା ଆପଣ କମେଣ୍ଟରେ ନିଶ୍ଚୟ ଜଣାଇବେ। ସମସ୍ତଙ୍କୁ ନମସ୍କାର।